ଆଚ୍ଛା ପିଲାମାନେ ଆପଣ ଯେଉଁମାନେ କି 2026-27 ପାଇଁ ମେଟ୍ରିକ୍ ପରୀକ୍ଷା ଦେଇଥିଲେ ସେମାନଙ୍କର 2/5/2026ରେ ବର୍ତ୍ତମାନ ରେଜଲ୍ଟ ପ୍ରକାଶ ପାଇଛି। ତ ଭଲ ହଉ କିମ୍ବା ଖରାପ ହଉ ସମସ୍ତେ ପ୍ରାୟତଃ ନମ୍ବର ଭଲ ରଖିକିରି ଏଇ 10th ଏକ୍ଜାମିନେସନ୍ କ୍ୱାଲିଫାଏ କରିଛନ୍ତି। ଆପଣଙ୍କର ସର୍ବପ୍ରଥମ ଏଇନା ବର୍ତ୍ତମାନ ଚିନ୍ତାର କାରଣ ହେଇଥିବ ଯେ ଆମେ କିପରି ଭାବରେ +2 ଆଡ଼ମିସନ୍ ପାଇଁ କଲେଜ ବାଛିବୁ ଏବଂ କିପରି ସେଠାରେ ଆଡ଼ମିସନ୍ କରିକିରି ସେଠି ଯାଇ ପାଠ ପଢ଼ିବୁ ଏବଂ +2 କେମିତି ଆମେ ଏଣ୍ଟ୍ରି କରିବୁ। ତେଣୁ ସମସ୍ତେ ତ ପରିସ୍ଥିତି ସମାନ ନାହିଁ, ସମସ୍ତଙ୍କର ଲୋକ ସମ୍ପର୍କ ନାହାନ୍ତି, କେହି ବି ଜଣେ ଜଣେ ବାପା ମାଆଙ୍କୁ ନ ନେଇକି ବି ଆଡ଼ମିସନ୍ କରିବା ପାଇଁ ପଡ଼ିବ। ତେଣୁ କଲେଜ ଆପଣମାନେ କିପରି ସିଲେକ୍ସନ୍ ହେବ ତାହା ଆଜି ଆଲୋଚନା କରିବା। ସର୍ବପ୍ରଥମେ ଦେଖନ୍ତୁ, ଯଦି ଆପଣମାନେ କଲେଜ ସିଲେକ୍ସନ୍ କରିବାର ଅଛି ଆପଣ ପାଖ ସାଇବର ପଏଣ୍ଟକୁ ନିଶ୍ଚିନ୍ତ ଭାବରେ ଯାଆନ୍ତୁ। ଡେଟ୍ ପ୍ରକାଶ ପାଇବା ପରେ ଆପଣଙ୍କର ଫର୍ମ ପକାଇବାର ଡେଟ୍ ପ୍ରକାଶ ପାଇବା ପରେ ଆପଣ ପାଖରେ ଥିବା ସାଇବର ପଏଣ୍ଟକୁ ନିଶ୍ଚିତ ଭାବରେ ଯାଆନ୍ତୁ। ସେଠାରେ ପହଞ୍ଚି ଆପଣଙ୍କର ସାଇବର ପଏଣ୍ଟରେ ଯିଏ ରହିଛନ୍ତି ଫର୍ମଟି ଆପ୍ଲାଏ କରିବେ କଲେଜ ପଢ଼ିବା ପାଇଁ ତାଙ୍କୁ ପଚାରନ୍ତୁ ଯେ ସବଜେକ୍ଟ ଗୁଡ଼ିକ କ'ଣ ଅଛି। ଭଲ ଭାବରେ ଯେକୌଣସି ଷ୍ଟ୍ରିମ୍ ଆପଣ ନିଅନ୍ତୁ, ଆର୍ଟ୍ସ ନିଅନ୍ତୁ, କମର୍ସ ନିଅନ୍ତୁ, ସାଇନ୍ସ ନିଅନ୍ତୁ, ଯେକୌଣସି ଷ୍ଟ୍ରିମ୍ ନିଅନ୍ତୁ, ପ୍ରତ୍ୟେକର ସବଜେକ୍ଟ ଗୁଡ଼ିକ ଭଲ ଭାବରେ ଚେଷ୍ଟା କରନ୍ତୁ ନେବା ପାଇଁ, ବୁଝିବା ପାଇଁ ଏବଂ ବୁଝି ସାରିଲା ପରେ ଆଗେ ମତାମତ ନିଅନ୍ତୁ ଆମେ କିଭଳି ପ୍ରକାର ସବଜେକ୍ଟ ନେବୁ। ତାପରେ ଏହି ସବଜେକ୍ଟ ସ୍ଥିର କରିସାରିବା ପରେ ତାକୁ କୁହନ୍ତୁ ଏବଂ ସାଇବର ପଏଣ୍ଟରେ ଯିଏ ଆପଣଙ୍କର ଫର୍ମ ଆପ୍ଲାଏ କରିବେ ସେମାନେ ନିର୍ଦ୍ଦିଷ୍ଟ ଭାବରେ ଏହି ସବଜେକ୍ଟ ଗୁଡ଼ିକ ପୂରଣ କରୁଛନ୍ତି କି ନାହିଁ ତାକୁ ଆପଣମାନେ ଦେଖନ୍ତୁ। ଏବଂ ଏହାପରେ କଲେଜ ସିଲେକ୍ସନ୍ କରିବା ପାଇଁ ଆପଣ ଭଲ ଭାବରେ ଭାବନ୍ତୁ। ବଡ଼ କଲେଜ ହେଉ କିମ୍ବା ଛୋଟ କଲେଜ ହୁଏ କଥା ନୁହେଁ, କିନ୍ତୁ ଆପଣଙ୍କ ନମ୍ବର କେଉଁ କଲେଜରେ ଠିକ୍ ରହିଛି, ଆପଣଙ୍କର ଫାଷ୍ଟ ସିଲେକ୍ସନ୍ କେଉଁଥିରେ ହେବ, ଆପଣମାନେ ସେଇଠାରେ ଭରିବା ଦରକାର, ପୂରଣଟି କରିବା ଦରକାର ଫର୍ମ। ତେଣୁ ଆପଣମାନେ ବଡ଼ କଲେଜ ହେଉ କିମ୍ବା ଛୋଟ କଲେଜ ହେଉ ଆପଣଙ୍କ ନମ୍ବର ଅନୁସାରେ କଲେଜ ଗୁଡ଼ିକ ଦିଅନ୍ତୁ, ଯେମିତି ଫାଷ୍ଟ ସିଲେକ୍ସନ୍ରେ ଆପଣଙ୍କର ନିଶ୍ଚିତ ଭାବରେ କଲ୍ ଲେଟର୍ ଆସିବ। ତାପରେ ଆପଣମାନେ ସ୍ଥିର କରିବେ ପାଖବର୍ତ୍ତୀ କଲେଜ ହେଲେ ଆପଣଙ୍କୁ ଠିକ୍ ହେବ। କାରଣ ଦୂରବାଟ କଲେଜ ରେଭେନ୍ସା ହେଉ ଯେ ଅନ୍ୟ ଯେକୌଣସି ବଡ଼ ବଡ଼ କଲେଜ ଜେକେ ବିକେ କଲେଜ ହେଉ ସିଏ ବଡ଼ କଲେଜ ଅଟେ, କିନ୍ତୁ ପାଖରେ ବି ଆମର ଯେମିତି ସାଲେପୁର ଅଟୋନୋମସ୍ କଲେଜ, ଯେମିତି ଜେଏନ୍ କଲେଜ କୁଆଁପାଳ, ସେଇଭଳି ପ୍ରକାର ପାଖରେ ବି ଭଲ ଭଲ କଲେଜ ରହିଲାଣି। ଏଥିରେ ବି ଆପଣମାନେ ଆଡ଼ମିସନ୍ କରିପାରିବେ, ଭଲ ନମ୍ବର ରଖିପାରିବେ ଏବଂ ହଷ୍ଟେଲରେ ମଧ୍ୟ ସୁବିଧା ପାଇପାରିବେ। ତେଣୁ ଆପଣମାନେ ସ୍ଥିର କରନ୍ତୁ କିଭଳି ପ୍ରକାର କଲେଜରେ ଆପଣମାନେ ଆଡ଼ମିସନ୍ କରିବେ। ଏଇଭଳି ପ୍ରକାର ଆପଣମାନେ କଲେଜ ଆପ୍ଲାଏ କରିବା ପାଇଁ ଆପଣଙ୍କର ଯଥା ସମ୍ଭବ ମୁଁ କହିଲି। ତେଣୁ ଆପଣମାନେ ଠିକ୍ ଭାବରେ ଏଇଭଳି ପ୍ରକାର କଲେଜ ସିଲେକ୍ସନ୍ କରନ୍ତୁ ଏବଂ ଭଲ କଲେଜ ପାଇ ସେଠାରେ ପଢ଼ନ୍ତୁ। ଜଗନ୍ନାଥ ଆପଣଙ୍କର ଚଲାପଥ କୁସୁମିତ କରନ୍ତୁ। ଜୟ ଜଗନ୍ନାଥ। ଯଦି ମୋର ଏଇ କଥା ପସନ୍ଦ ଯାଉଛି ଆପଣମାନେ ନିଶ୍ଚିନ୍ତ ଭାବରେ ମୋର ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରିବେ। ଜୟ ଜଗନ୍ନାଥ।